ଜୟ ଜଗନ୍ନାଥ ଫ୍ରେଣ୍ଡ, ଆସନ୍ତୁ ଜାଣିବା ଆଜିର ପ୍ରଶ୍ନ। ଭାରତର ସମ୍ବିଧାନ କେଉଁ ଦିନ ଲାଗୁ ହୋଇଥିଲା? ଅପସନ୍ ଏ 15 ଅଗଷ୍ଟ 1947, ଅପସନ୍ ବି 26 ଜାନୁଆରୀ 1950, ଅପସନ୍ ସି 2 ଅକ୍ଟୋବର 1949, ଅପସନ୍ ଡି 26 ନଭେମ୍ବର 1949। ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ସଠିକ୍ ଉତ୍ତର ଜାଣିବା ଆଗରୁ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ଏହାର ସଠିକ୍ ଉତ୍ତର 26 ଜାନୁଆରୀ 1950। ଭାରତ ସମ୍ବିଧାନ 26 ଜାନୁଆରୀ 1950ରେ ଲାଗୁ ହୋଇଥିଲା। 2 ନମ୍ବର ପ୍ରଶ୍ନ, ମାନବ ଶରୀରରେ ସବୁଠୁ ଛୋଟ ହାଡ଼ କ'ଣ? ଅପସନ୍ ଏ ଫିମର, ଅପସନ୍ ବି ଷ୍ଟେପିଜ୍, ଅପସନ୍ ସି ଉଲ୍ନା, ଅପସନ୍ ଡି ରେଡ଼ିୟସ୍। ଏହାର ସଠିକ୍ ଉତ୍ତର ଅପସନ୍ ବି ଷ୍ଟେପିଜ୍। ମାନବ ଶରୀରରେ ସବୁଠୁ ଛୋଟ ହାଡ଼ ଷ୍ଟେପିଜ୍। 3 ନମ୍ବର ପ୍ରଶ୍ନ, ଜୟ ହିନ୍ଦ ନାରା କିଏ ଦେଇଥିଲେ? ଅପସନ୍ ଏ ମହାତ୍ମା ଗାନ୍ଧୀ, ଅପସନ୍ ବି ସୁଭାଷ ଚନ୍ଦ୍ର ବୋଷ, ଅପସନ୍ ସି ଭଗବତ ସିଂ, ଅପସନ୍ ଡି ଲାଲ ବାହାଦୁର ଶାସ୍ତ୍ରୀ। ଏହାର ସଠିକ୍ ଉତ୍ତର ଅପସନ୍ ବି ସୁଭାଷ ଚନ୍ଦ୍ର ବୋଷ। ଜୟ ହିନ୍ଦ ନାରା ସୁଭାଷ ଚନ୍ଦ୍ର ବୋଷ ଦେଇଥିଲେ। 4 ନମ୍ବର ପ୍ରଶ୍ନ, ଓଡ଼ିଶାର ସବୁଠୁ ବଡ଼ ହ୍ରଦ କ'ଣ? ଅପସନ୍ ଏ ଅନୁପା, ଅପସନ୍ ବି ସମ୍ବର, ଅପସନ୍ ସି ଚିଲିକା, ଅପସନ୍ ଡି କୋଲେରୁ। ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହାର ସଠିକ୍ ଉତ୍ତର ଅପସନ୍ ସି ଚିଲିକା। ଓଡ଼ିଶାର ସବୁଠୁ ବଡ଼ ହ୍ରଦ ଚିଲିକା। 5 ନମ୍ବର ପ୍ରଶ୍ନ, ଭାରତର ଜାତୀୟ ଗୀତ କ'ଣ? ଅପସନ୍ ଏ ବନ୍ଦେ ମାତରମ୍, ଅପସନ୍ ବି ଜଣଗଣ ମନ, ଅପସନ୍ ସି ସାରେ ଜହାଁ ସେ, ଅପସନ୍ ଡି ଜୟ ହିନ୍ଦ। ଏହାର ସଠିକ୍ ଉତ୍ତର ଅପସନ୍ ଏ ବନ୍ଦେ ମାତରମ୍। ଭାରତର ଜାତୀୟ ଗୀତ ବନ୍ଦେ ମାତରମ୍। 6 ନମ୍ବର ପ୍ରଶ୍ନ, ପୃଥିବୀର ସବୁଠୁ ବଡ଼ ମହାଦେଶ? ଅପସନ୍ ଏ ଆଫ୍ରିକା, ଅପସନ୍ ବି ଏସିଆ, ଅପସନ୍ ସି ୟୁରୋପ, ଅପସନ୍ ଡି ଅଷ୍ଟ୍ରେଲିଆ। ଏହାର ସଠିକ୍ ଉତ୍ତର ଅପସନ୍ ବି ଏସିଆ। ପୃଥିବୀର ସବୁଠୁ ବଡ଼ ମହାଦେଶ ଏସିଆ। 7 ନମ୍ବର ପ୍ରଶ୍ନ, ଲାଲ ଗ୍ରହ କାହାକୁ କୁହାଯାଏ? ଅପସନ୍ ଏ ଶୁକ୍ର, ଅପସନ୍ ବି ବୃହସ୍ପତି, ଅପସନ୍ ସି ମଙ୍ଗଳ, ଅପସନ୍ ଡି ଶନି। ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହାର ସଠିକ୍ ଉତ୍ତର ଅପସନ୍ ସି ମଙ୍ଗଳ। ଲାଲ ଗ୍ରହ ମଙ୍ଗଳ ଗ୍ରହକୁ କୁହାଯାଏ। 8 ନମ୍ବର ପ୍ରଶ୍ନ, ଓଡ଼ିଶା ଦିବସ କେବେ ପାଳନ କରାଯାଏ? ଅପସନ୍ ଏ 1 ଏପ୍ରିଲ, ଅପସନ୍ ବି 15 ଅଗଷ୍ଟ, ଅପସନ୍ ସି 26 ଜାନୁଆରୀ, ଅପସନ୍ ଡି 2 ଅକ୍ଟୋବର। ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହାର ସଠିକ୍ ଉତ୍ତର ଅପସନ୍ ଏ 1 ଏପ୍ରିଲ। ଓଡ଼ିଶା ଦିବସ 1 ଏପ୍ରିଲରେ ପାଳନ କରାଯାଏ। 9 ନମ୍ବର ପ୍ରଶ୍ନ, ଭାରତର ପ୍ରଥମ ରେଳ ଲାଇନ୍ କେତେ କିମି ଥିଲା? ଅପସନ୍ ଏ 21 କିଲୋମିଟର, ଅପସନ୍ ବି 33 କିଲୋମିଟର, ଅପସନ୍ ସି 45 କିଲୋମିଟର, ଅପସନ୍ ଡି 56 କିଲୋମିଟର। ଏହାର ସଠିକ୍ ଉତ୍ତର ଅପସନ୍ ବି 33 କିଲୋମିଟର। ଭାରତର ପ୍ରଥମ ରେଳ ଲାଇନ୍ 33 କିଲୋମିଟର ଥିଲା। 10 ନମ୍ବର ପ୍ରଶ୍ନ, ଭାରତର ପ୍ରଥମ ମହିଳା ଆଇଏଏସ୍ କିଏ? ଅପସନ୍ ଏ କିରଣ ଦେବୀ, ଅପସନ୍ ବି ଆନ୍ନା ମଲ୍ହୋତ୍ରା, ଅପସନ୍ ସି ଇନ୍ଦିରା ଗାନ୍ଧୀ, ଅପସନ୍ ଡି ସୁଷମା ସ୍ୱରାଜ। ଏହାର ସଠିକ୍ ଉତ୍ତର ଅପସନ୍ ବି ଆନ୍ନା ମଲ୍ହୋତ୍ରା। ଅପସନ୍ ବି ଆନ୍ନା ମଲ୍ହୋତ୍ରା ଭାରତର ପ୍ରଥମ ମହିଳା ଆଇଏଏସ୍। 11 ନମ୍ବର ପ୍ରଶ୍ନ, ଓଡ଼ିଶାର ସର୍ବାଧିକ ଜନସଂଖ୍ୟା ଥିବା ଜିଲ୍ଲା କ'ଣ? ଅପସନ୍ ଏ କଟକ, ଅପସନ୍ ବି ଗଞ୍ଜାମ, ଅପସନ୍ ସି ଖୋର୍ଦ୍ଧା, ଅପସନ୍ ଡି ମୟୂରଭଞ୍ଜ। ଏହାର ସଠିକ୍ ଉତ୍ତର ଅପସନ୍ ବି ଗଞ୍ଜାମ।
ଓଡ଼ିଶାର ସର୍ବାଧିକ ଜନସଂଖ୍ୟା ଥିବା ଜିଲ୍ଲା ହେଉଛି ଗଞ୍ଜାମ। 12 ନମ୍ବର ପ୍ରଶ୍ନ, ସିଲିକନ୍ ସିଟି କାହାକୁ କୁହାଯାଏ? ଅପସନ୍ ଏ ହାଇଦ୍ରାବାଦ, ଅପସନ୍ ବି ପୁନେ, ଅପସନ୍ ସି ବେଙ୍ଗାଲୁରୁ, ଅପସନ୍ ଡି ଚେନ୍ନାଇ। ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହାର ସଠିକ୍ ଉତ୍ତର ଜାଣିବା ଆଗରୁ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ଏହାର ସଠିକ୍ ଉତ୍ତର ଅପସନ୍ ସି ବେଙ୍ଗାଲୁରୁ। ସିଲିକନ୍ ସିଟି ବେଙ୍ଗାଲୁରୁକୁ କୁହାଯାଏ।